यदा यदा हि धर्मस्य ग्लानिर्भवति भारत अभ्युत्थानमधर्मस्य तदात्मानं सृजाम्यहं परित्राणाय साधूनां विनाशाय च दुष्कृतां धर्म संस्थापनार्थाय संभवामि युगे युगे। जय जगन्नाथ। आज पिले आलोचना करवा देइथिले पाई बुझी जथा मन रखि आमर गोटे ओडिया रे ढेक कहती देइथिले पाई नहिले पड़िया बारी रे कौन होची गोधन चराई जथा आमे जदि काहाकू देइथिबा आमको निश्चय कौन हम जड़े किए देव ये जन्म न हो अन्य जन्म कौन हम आमको दब गोटे भल कथा मन रखी कर जड़े साधु तपस्या रत था पाखे जड़े शिष्य थिले गुरु शिष्य रही था यही समय शीत पड़ी शीत दिन साधु वृक्ष मूल था रुहति साधु क्या कहती भल कथा मैंने साधु क्या कहते महापुरुषों अच्युत भाषा रे श्रद्धारु साधना हो इति सिद्धि सिद्धि विधि करी साधु जे बोलांती तरे संसार बाहर यही मानक कहती कौन साधु एमती जड़े साधु वृक्ष मूल बसी तपस्या कर जड़े व्यक्ति से समय कौन हो चलिकी जाऊ गला भर देखिले साधु महाराज तपस्या कर ठंडा पड़ी थरी जा गोटे भल कमल साधु महाराज को घोड़े देला साधु महाराज कहले ऐसा कर सी कि बाट गला आउ जड़े व्यक्ति पुरुष सी कौन कले सी कमल खंडक धरिकी साधु महाराज मत कहले ऐसा कर चेलाटी थिले कहले गुरु पाखे रही कौन शिखी सी तो नेला जहाँ कहले ये देला से बाहर जावाई गुरुदेव मुझे तुम पाखे रही ना कहीं ना सी नेला जहाँ कहले ये देला से कहले तुम पाख कौन शिखी से कौन है साधु महाराज बुझेले बाबू शुण कौन ना जी दौची जीवन सारा एमती दान कर जी नौ सी जीवन सारा सेमती नौ साधु को कहार तात्पर्य थिला जी जहाँ कर सी बुझी ना भागवत गोटे पद अच्छी मन रखि था बर्तमान ताक तो कहीं ग्रहण करू ना से कहते आम ओडिया घरे संध्या हेले बोहू माने कि जी हो ये भागवत पढ़ा कथा बर्तमान से सब उठीगला लोक मैंने टीवी भी देखिए सकल शास्त्र भागवत अभ्यास करे टे भागवत पढ़ा भी बर्तमान घर मानक भागवत जमी आलोचना होना अवश्य कि दूर नुहे से भागवत गोटे पद लेखा जे द्रव्य मत समर्पिब पुणी ग्रहण न कर भागवत गोटे पद अच्छी जे द्रव्य आम प्रभु को समर्पण करदे प्रभु कर्म कौन हो लगेदेले ग्रहण करने कथा जथा आम गोटे पूजा कले भोग कले भोग को वितरण करदे निजे खावाई घर को नहीं आसना बर्तमान देख ओषा बाजा हो लोक भोग कर घर को नहीं दान कर अल्प व्यक्ति विशेष करती किंतु बेसी व्यक्ति विशेष करती ना गोटे मठ मंदिर कि जेकोसी कर्मस्थान लोक मैंने दान देते से सुगम करेंगे दान पैसा को
ଭାଗ କରିକି ନେଇ ଆସନ୍ତି। ସେତିକି ନୁହଁ, ଆଉ କିଛି ଦେଖିବ ଅତୀତରେ ଏବେ ସବୁ ବନ୍ଦ ହେଇଛି ସେଗୁଡ଼ାକ। ସେ ଯେଉଁ ଦେବତ୍ୱର ସମ୍ପତ୍ତି ଦେଖ, ଠାକୁରଙ୍କର ସବୁ ଦେବତ୍ୱ ସମ୍ପତ୍ତି ଆଗ ଥିଲା ଅତୀତରେ, ତାକୁ କିଛି ମାଠଦାର ସବୁ ରହୁଥିଲେ। ସେମାନେ ମାଠଦାର କାହିଁ ରହୁଥିଲେ? ଠାକୁରଙ୍କ ସେବା କରୁଥିଲେ, ସେ ଜମିର ମାଲିକ ଦାୟିତ୍ୱ ବହନ କରୁଥିଲେ, ଯାହା ହେଉଥିଲା ଚଳୁଥିଲେ। ତାକୁ ଲୋକମାନେ କ'ଣ କଲେ, ବର୍ତ୍ତମାନ ସମୟରେ ବର୍ତ୍ତମାନ ବନ୍ଦ ହେଇଯାଇଛି, ସରକାର ତାକୁ ବନ୍ଦ କରିଛନ୍ତି, କିନ୍ତୁ ଅନେକ ବ୍ୟକ୍ତି ବିଶେଷ ଦେବୋତ୍ତର ସମ୍ପତ୍ତି ସବୁ ବିକ୍ରି କରିଥିଲେ। ବୁଝିପାରୁଛ? ଦେବସ୍ୱ ରାଜସ୍ୱ ବ୍ରହ୍ମସ୍ୱ, ଆଠାରୁ କ'ଣ ହଉଛି, ଇଏ ହଉଛି ଭାରି ଭୟଙ୍କର। ଲୋକମାନେ ଅତୀତରେ ଦେବତାଙ୍କ ସମ୍ପତ୍ତି ନେବାକୁ ଭୟ କରୁଥିଲେ, ରାଜସ୍ୱ ଲୋନ୍ ନେବାକୁ ମଧ୍ୟ ଭୟ କରୁଥିଲେ, ବ୍ରହ୍ମସ୍ୱ ବ୍ରାହ୍ମଣଙ୍କ ସମ୍ପତ୍ତି ଲୁଟି ନେବାକୁ ମଧ୍ୟ ଭୟ କରୁଥିଲେ। ଯଥା ବ୍ରହ୍ମସ୍ୱ କ'ଣ, ଏବେ ସବୁ ନାହିଁ, ଆଗେ ମାନେ ବ୍ରାହ୍ମଣ ମାନଙ୍କୁ ଭୂମି ଦାନ କରୁଥିଲେ। ବୁଝିଯାଉଛି? ଯୋଉ ଦାନ କରନ୍ତି ତାକୁ ପୁଣି ଗ୍ରହଣ କରନ୍ତି ନାହିଁ। କିନ୍ତୁ ବର୍ତ୍ତମାନ ସମୟରେ ଦେଖ, ବ୍ରାହ୍ମଣକୁ ଦାନ ଦେଇଥିବେ, ସେ ଜମିକୁ ମଧ୍ୟ ଲୋକ ବିକ୍ରି କରିଦେଉଛନ୍ତି। ତେଣୁ ଦେବସ୍ୱ ରାଜସ୍ୱ ବ୍ରହ୍ମସ୍ୱ, ଆଠୁ ଭୟଙ୍କର ଜିନିଷ କିଛି ନାହିଁ। ସେଥିପାଇଁ ଭାଗବତ ପ୍ରମାଣ ଦିଏ, ଯେ ଦ୍ରବ୍ୟ ମତେ ସମର୍ପିବ ପୁଣି ଗ୍ରହଣ ନ କରିବ। ଉଦ୍ଧବ ଆଜି କୃଷ୍ଣ କହୁଛନ୍ତି, ଏ ଉଦ୍ଧବ, ଯେଉଁ ଦ୍ରବ୍ୟକୁ ମତେ ସମର୍ପଣ କର ତାକୁ କେବେ ଗ୍ରହଣ କରିବ ନାହିଁ। ଯାହାକୁ ଶୁଦ୍ଧ ଓଡ଼ିଆରେ କହନ୍ତି, ପକେଇଲା ଛିପକୁ ଢୋକନ୍ତି ନାହିଁ। କିନ୍ତୁ ବର୍ତ୍ତମାନ ସମୟରେ ତମେ ଦେଖ, ଅନେକ ଅନୁଷ୍ଠାନ ପଇସା ଦେବେ, ଗୋଟେ ଠାକୁର ଅନୁଷ୍ଠାନ କଲେ, ଅନୁଷ୍ଠାନ ସରିଲା ପରେ ହିସାବ କରି ପଇସା ବାଣ୍ଟି ଦିଅନ୍ତି। ବୁଝିଗଲ? ଏଟା ବହୁତ ଖରାପ। ଆଉ ଆମେ ଯଦି କାହାକୁ ଦେଇଥିବା, ଆମକୁ ନିଶ୍ଚିନ୍ତ ପ୍ରଭୁ କ'ଣ କରିବେ, ଦେବେ। ଏଇଟା ଦୃଢ଼ ବିଶ୍ୱାସ। ସେଥିପାଇଁ ଶାସ୍ତ୍ର କୁହେ, ଦେଇଥିଲେ ପାଇ, ଏ ଜନ୍ମରେ ଆମେ ଦାନ କରିଥିବା, ପୁନର୍ବାର ଜନ୍ମ ହେଲେ ଆମକୁ ମଧ୍ୟ କିଏ ଦେବ। ଆଉ ଯଦି ଏ ଜନ୍ମରେ ଆମେ କାହାଠୁ ଠକିକି ଖାଇଥିବା, ପୂର୍ବ ଜନ୍ମରେ ଲଙ୍କା ଗଛ ହେଇ ସୁଝିବାକୁ ମଧ୍ୟ ପଡ଼େ। ସେଥିପାଇଁ ମନୁଷ୍ୟ ସଦାସର୍ବଦା ସତକୁ ଜଗିଥାଏ, ଧର୍ମକୁ ଜଗିଥାଏ। ହଁ କି? ବର୍ତ୍ତମାନ ଆମେ ଆଉ ପାପକୁ ଜଗୁନି କି ଧର୍ମକୁ ଜଗୁ ନାହୁଁ। ପୂର୍ଣ୍ଣଟାକୁ କେହି ବିଚାର କରୁନାହାନ୍ତି, ବର୍ତ୍ତମାନ ପାପକୁ ସମସ୍ତେ ବିଚାର କରୁଛନ୍ତି। କିନ୍ତୁ ପାପଟା ଦିନେ ନା ଦିନେ ଭୟଙ୍କର କଣ୍ଟା ରୂପରେ ଆମ ଗଳାରେ ଲାଗିଯିବ ବୋଲି ଆମେ ସେଟାକୁ ଚିନ୍ତା କରୁ। ଶାସ୍ତ୍ର କୁହେ, କାମ କାଞ୍ଚେନି ମଦ୍ୟପାନ, ଏରା ବହୁତ ଖରାପ। ବର୍ତ୍ତମାନ ଆମକୁ ଭଲ ଲାଗୁଛି, ସମାଜରେ ଏଇଟା ଭଲ, ଏଇଟା ମୁଖ୍ୟ ନା। ଆଉ ପଶା ଖେଳ, କାମ କାଞ୍ଚନ, ମଦ୍ୟପାନ, ବର୍ତ୍ତମାନ ସମୟକୁ ଏଇଟା ହେଉଛି କ'ଣ ବହୁତ ଭଲ। କିନ୍ତୁ ଦାନଟା କରିବା ବହୁତ କଷ୍ଟ। ଅନେକ ବ୍ୟକ୍ତି ବିଶେଷ ଅଛନ୍ତି, ଗୋଟେ ଦେଉଳ ମଧ୍ୟ ନିଜେ ତିଆରି କରିଦେଉଛନ୍ତି, କିନ୍ତୁ ଭିକାରୀকে ଦାନ କରିଦେବେ। ଶାସ୍ତ୍ର କରେ, ଦେଉଳଟି କଲେ ମାଗି ଯାଚି କରିବା କଥା। ବର୍ତ୍ତମାନ ଲୋକ ସମ୍ମାନ ଦେଖି ମାଗନ୍ତି। ଏଥିପାଇଁ କଳି ଯୁଗରେ ଧର୍ମର ଗ୍ଲାନି ବଢ଼େ। ବୁଝି
ସେଥିପାଇଁ ଶିଶୁଆନନ୍ଦଙ୍କ ଭାଷାରେ ଶିଶୁଆନନ୍ଦ କହନ୍ତି, କୁକୁର ବହିବେ ମସ୍ତକେ ଚିତା, ଭଲ୍ଲୁକ ବହିବେ କନ୍ଧେ ପଇତା। ଝିଟି ପିଟି ହରି ନାମ ଗାଇବ, ଘୋର କଳି କାଳ ଥୟ ନୋଇବ। ପାପ ପୁରିଯିବ ମହି, ଘରେ ଘରେ ହରି ନାମ ଜପିବ, ଧର୍ମ ବଳ ଟିକିଲା। ବର୍ତ୍ତମାନ ସେଇ ସମୟ ଆସି ପହଞ୍ଚିଛି। ଘରେ ଘରେ ହରିନାମ ହେଉଛି, କିନ୍ତୁ ଧର୍ମ ଆଉ ସଂକୁଚିତ ହେବ। କାରଣ ମନୁଷ୍ୟକୁ ଗର୍ବ, ଅହଙ୍କାର, କୁପଥଗାମୀଙ୍କ ଗତି ଟାଣି ନେଉଛି, ମନୁଷ୍ୟ ଜାଣିପାରୁ। ଭକ୍ତଟିଏ ହେଲେ ହବାକୁ ଚାହିଁଲେ କାମ, କ୍ରୋଧ, ଲୋଭ, ମୋହ, ମଦ ମାତ୍ସର୍ଯ୍ୟକୁ ପରିତ୍ୟାଗ କରିବାକୁ, ଧୀର ବୁଦ୍ଧି, ମତି ସ୍ଥିର, ଯଜ୍ଞ ଦାନ, ହୋମ କର୍ମ ଏକାନୁଭୂତି, ଏଇ ଭାବରେ ଥିବ ସେ ଭକ୍ତର ଗଣା ହେବ ଏବଂ ସେ ଭକ୍ତର ପଦକୁ କୋଟି କୋଟି ଶରଣ। ଆମେ ତ ପ୍ରଭୁଙ୍କୁ ଦେଖିନେ, ସେ ଭକ୍ତର ପାଦ ତଳର ରେଣୁକୁ ଦର୍ଶନ ଯଦି କଲା ଆମର ଜୀବନ ସାର୍ଥକ। ଉଦ୍ଧବ ଆଉ କୃଷ୍ଣ, ଭକ୍ତ ଭଗବାନ ପରସ୍ପର ପରିପୂରକ। କୃଷ୍ଣ ଉଦ୍ଧବକୁ ପଠେଇଲେ ଗୋପକୁ। ଯେତେବେଳେ ଗୋପପୁରରେ ପହଞ୍ଚିଛନ୍ତି କିଏ ସେ? ଉଦ୍ଧବ। ପହଞ୍ଚିଗଲା ପରେ ଗୋପବାଣୀ ମାନେ ହା କୃଷ୍ଣ କହିକି ଉଦ୍ଧବକୁ କୁଣ୍ଡେଇ ପକେଇଲେ। ଉଦ୍ଧବ ହାତ ଯୋଡ଼ିଛନ୍ତି, କହିଲେ ପ୍ରଭୁ 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 ରକ୍ଷା କର ରକ୍ଷା କର। କହିଲେ ହେ ମା ମାନେ ମୁଁ ତମ ସେ କୃଷ୍ଣ ନୁହଁ, ମୁଁ କୃଷ୍ଣର ଦାସର ଦାସ। ବର୍ତ୍ତମାନ ସମୟରେ ଦେଖ, ଯାହାକି ଟିକେ ପ୍ରଭୁଙ୍କର କରୁଣା ଆସିଲା, ସିଏ ଆଉ ଦାସ ହବାକୁ ଚେଷ୍ଟା କରୁନି, ସ୍ୱୟଂ ପ୍ରଭୁ ହବାକୁ ମଧ୍ୟ ଚେଷ୍ଟା କରୁଛି। ତେଣୁ ଏଗୁଡ଼ାକ ମନ ଭିତରେ ବିନାଶ କାଳେ କ'ଣ କହିବାର ତାତ୍ପର୍ଯ୍ୟ, ଦେଇଥିଲେ ପାଇ, ନ ଦେଇଥିଲେ ପଡ଼ିଆ ବାଇରେ ଗୋଧନ ଚଢ଼ାଇ। ତମେ ନ ଦେଇଥିବ ଶେଷରୁ ଭାବିଲା ବେଳକୁ ଆଉ କିଛି ନଥିବ। ଜୟ ଜଗନ୍ନାଥ। ସେ ପ୍ରଭୁଙ୍କ ସଦିଚ୍ଛା ପୂର୍ଣ୍ଣ ହଉ। ବୋଲ ଆନନ୍ଦେ ବାବା।